ହାତୀବନ୍ଧା ଜଙ୍ଗଲରୁ ଅଜଣା ବୃଦ୍ଧଙ୍କ ଶବ ଠାବ। ଲାଠିକଟା ବ୍ଲକ ଅନ୍ତର୍ଗତ ହାତୀବନ୍ଧା ପଞ୍ଚାୟତର ଜଙ୍ଗଲରୁ ଏକ ବୃଦ୍ଧାଙ୍କ ଗଳିତ ଶବ ଠାବ କରିଛି ରଘୁନାଥପଲ୍ଲୀ ଥାନା ଅଧୀନ ଜଳଦା ଫାଣ୍ଡି ପୋଲିସ। ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ଜଳଦା ଫାଣ୍ଡି ଅଧିକାରୀ ଶ୍ରୀ ଦୀପୁନ ଦଳାଇଙ୍କ ନିର୍ଦ୍ଦେଶକ୍ରମେ ଏଏସ୍ଆଇ ଶ୍ରୀ ଧ୍ୟାନଚାନ୍ଦ ଖିଲାର ହାତୀବନ୍ଧା ସ୍ଥିତ ଜଙ୍ଗଲକୁ ଯାଇ ଏକ ଗଳିତ ଶବକୁ ଠାବ କରି ତଦନ୍ତ ଚଳାଇଛନ୍ତି। ବୃଦ୍ଧଙ୍କ ଅଧିକ ଦିନ ହେବ ମୃତ୍ୟୁ ହୋଇଯାଇଥିବାରୁ ଶବଟି ଗଳିତ ଅବସ୍ଥାରେ ପଡ଼ି ରହିଥିଲା। ଶବଟି ଏତେ ମାତ୍ରାରେ ଗଳିତ ହୋଇଯାଇଛି ଯେ ତାକୁ ଚିହ୍ନଟ କରିବା ମୁସ୍କିଲ। ତେଣୁ ଉକ୍ତ ଶବର ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇପାରି ନାହିଁ। ତେବେ ଜଙ୍ଗଲ ଭିତରେ ବୃଦ୍ଧଙ୍କ ମୃତ ଶରୀର କେମିତି ଆସିଲା ସେ ନେଇ ପୋଲିସ ଅଧିକ ଅନୁସନ୍ଧାନ ଚଳାଇଛି। ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ଜଣାପଡ଼ିଛି। ରାଉରକେଲାରୁ ଲବକିଶୋର ନାୟକଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ।